ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁଯାୟୀ ରାଜ୍ୟକୁ ଛୁଇଁବ ମୌସୁମୀ। 11ଟି ଜିଲ୍ଲା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଗତ କିଛି ଦିନ ହେବ ଅସହ୍ୟ ଗରମରେ ଛଟପଟ ହେଉଥିଲେ ରାଜ୍ୟବାସୀ। କିନ୍ତୁ ଏବେ ଏହି ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି। ଗତ 2 ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାପମାତ୍ରାରେ ହ୍ରାସ ଘଟିଛି। ରବିବାର ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ 11ଟି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ଭିତରେ ରାଜ୍ୟରେ 5ରୁ 6ଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଉପକୂଳରେ ଆର୍ଦ୍ର ବାୟୁ ଅଧିକ ପ୍ରବେଶ କରୁଥିବାରୁ ସେଠାରେ କିଛି ସ୍ଥାନରେ ବର୍ଷା ହୋଇପାରେ। ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହି ଅଞ୍ଚଳ ଗୁଡ଼ିକରେ ପାଗ କୋହଲା ସହ ସନ୍ଧ୍ୟା ସୁଦ୍ଧା ବର୍ଷା ହେବା ନେଇ ସୂଚନା ମିଳିଛି। ସେହିପରି କଟକ ଏବଂ ଭୁବନେଶ୍ୱରରେ 2 ଦିନ ହେବ କୋହଲା ପାଗ ରହିଥିବା ଦେଖାଯାଇଥିଲା। ଏହିପରି ପାଣିପାଗର ଖବର ଜାଣିବାକୁ ହେଲେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେବେ ଯେତେବେଳେ ପାଣିପାଗର ସଠିକ୍ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ।